କାର୍ଯ୍ୟକାରୀ ହେବ ମହାନଦୀ ରିଭରଫ୍ରଣ୍ଟ ଯୋଜନା। ଖର୍ଚ୍ଚ ହେବ 220 କୋଟି ଟଙ୍କା। 220 କୋଟି ଟଙ୍କାରେ କାର୍ଯ୍ୟକାରୀ ହେବ ମହାନଦୀ ରିଭରଫ୍ରଣ୍ଟ ଯୋଜନା। ଖୁବ୍ ଶୀଘ୍ର ଏହାର କାର୍ଯ୍ୟ ଆରମ୍ଭ ହେବ। ନେତାଜୀ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକବାସୀଙ୍କ ପାଇଁ ଏ ବଡ଼ ଘୋଷଣା କରିଛନ୍ତି। ଆଉ କିଛି ମାସ ଭିତରେ କଟକ ଚଣ୍ଡୀ ମନ୍ଦିରର କାମ ଶେଷ ହେବ। ନୂଆ ରୂପ ପାଇବ କଟକ ଶିଶୁ ଭବନ। ମୁଖ୍ୟମନ୍ତ୍ରୀ ଏନେଇ ଘୋଷଣା କରିବା ସହ ଓଡ଼ିଶା ଏବେ ଆତ୍ମବିଶ୍ୱାସର ସହ ଆଗକୁ ବଢ଼ୁଥିବା କହିଛନ୍ତି। ମହାନ ଜନନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ 129ତମ ଜୟନ୍ତୀ କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀ ସଂଗ୍ରହାଳୟରେ ପାଳିତ ହୋଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ପରାକ୍ରମ ଦିବସ ଅବସରରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଆସି ପରିଦର୍ଶନ କରିବା ସହ ସାଂସ୍କୃତିକ ଭବନର ଉଦ୍ଘାଟନ କରିଛନ୍ତି। ପ୍ରାୟ 2 ଘଣ୍ଟାରୁ ଅଧିକ ସମୟ ଉପରାଷ୍ଟ୍ରପତି ନେତାଜୀ ମ୍ୟୁଜିୟମରେ ରହିଥିଲେ। ତାଙ୍କ ସହ ଥିଲେ ରାଜ୍ୟପାଳ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କଟକ ସାଂସଦ ଭର୍ତ୍ତୃହରି ମହତାବ, ମେୟର ଓ ସ୍ଥାନୀୟ ବିଧାୟକ ଉପସ୍ଥିତ ଥିଲେ। ବ୍ୟୁରୋ ରିପୋର୍ଟ, ଓଡ଼ିଶା ଫାଷ୍ଟ।